ଅବହେଳିତ ଅବସ୍ଥାରେ ବାବା ଚମ୍ପେଶ୍ୱର ପଡ଼ୁନାହିଁ କାହାର ନଜର। ଦେବଗିରି ପାହାଡ଼ ପାଦଦେଶରେ ବାଲିମୁଣ୍ଡଳି ଗ୍ରାମ। ପାହାଡ଼ ସଂଲଗ୍ନ ଏହି ଗ୍ରାମର ଦୃଶ୍ୟ ଅତୀବ ମନୋରମ। ଝରଣାର କୁଳୁକୁଳୁ ନାଦରେ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ପକ୍ଷୀଙ୍କ କିଚିରି ମିଚିରି ରାବ, ସରୀସୃପ ଓ ପଶୁମାନଙ୍କର ଗର୍ଜନ ତର୍ଜନ ଶବ୍ଦରେ ସମସ୍ତେ ହୁଅନ୍ତି ଭୟଭୀତ। ହେଲେ ମନରେ ଉତ୍ସାହ ମଧ୍ୟ ସେତିକି ଥାଏ ଦେଖିବା ପାଇଁ ବାବାଙ୍କର ଦୃଶ୍ୟ। ଆଉ ମନ ବି ଆନ୍ଦୋଳିତ ହେଉଥାଏ, ଟିକେ ବାବାଙ୍କର ଦର୍ଶନ ପାଆନ୍ତି। କିନ୍ତୁ ଆଜି ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ହଁ, ଏହି ସରୀସୃପ ଆଉ ପକ୍ଷୀମାନେ କେବେ କାହାର କ୍ଷତି କରନ୍ତି ନାହିଁ, ବରଂ ଆକୃଷ୍ଟ କରିଥାନ୍ତି ନିଜ ଆଡ଼କୁ ଆସିବା ପାଇଁ। ସେହି ପାହାଡ଼ ପାଦଦେଶରେ ମହାଦେବଙ୍କ ଆବିର୍ଭାବ ଓ ଅବହେଳିତ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟାନ୍ୱିତ। ଏପରି ଏକ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ବାଲିମୁଣ୍ଡଳି ଗ୍ରାମରେ। କାହିଁ କେଉଁ କାଳରୁ ଏହି ପାହାଡ଼ ସଂଲଗ୍ନ ଗ୍ରାମ ବାଲିମୁଣ୍ଡଳିରେ ଆବିର୍ଭାବ ହୋଇ ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ବାବା ଚମ୍ପେଶ୍ୱର ମହାଦେବ। ରାଜା ମହାରାଜା ଅମଳରୁ ବାବା ଚମ୍ପେଶ୍ୱର ସମସ୍ତଙ୍କର ରକ୍ଷା କବଚ ହୋଇ ଜଗି ବସିଛନ୍ତି ଭକ୍ତ ଓ ଅଞ୍ଚଳବାସୀଙ୍କୁ। ତାଙ୍କୁ ଯିଏ ଯେତେବେଳେ ଯାହା ମାଗିଛି ବିଳମ୍ବ ହେଲେ ମଧ୍ୟ ପାଇଛି। 9 ବର୍ଷ ଧରି ପୂଜା କରି ଆସୁଥିବା ପୂଜକ ବିଜୟ କୁମାର ଦାସ ମହାପାତ୍ର କହିଛନ୍ତି, ବାବା ଚମ୍ପେଶ୍ୱର ହେଉଛନ୍ତି ପାତାଳି ମହାଦେବ। ଶ୍ରୀ ଦାସ ମହାପାତ୍ରଙ୍କ ପୂର୍ବରୁ ବାବା ପୂଜା ପାଉନଥିଲେ। ବାବାଙ୍କର ଅପାର ମହିମା ଯାହା ବର୍ଣ୍ଣନା କରିବା ଅସମ୍ଭବ ଅଟେ। ତାଙ୍କ ଆଶୀର୍ବାଦରୁ ଏପର୍ଯ୍ୟନ୍ତ କେହି ବିପଦରେ ପଡ଼ିନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ସେଠାକୁ ଅନେକ ଭକ୍ତ, ନେତା, ରାଜନେତା, ଦର୍ଶକ, ଜନସାଧାରଣ ବାବାଙ୍କ ଦର୍ଶନ ନିମନ୍ତେ ଯାଉଛନ୍ତି ଏବଂ ଦର୍ଶନ କରି ଆନନ୍ଦ ମନରେ ଫେରୁଛନ୍ତି। ହେଲେ ବାବାଙ୍କ ପୀଠ କିମ୍ବା ମନ୍ଦିର ପ୍ରତି କାହାରି ଆନ୍ତରିକତା ପ୍ରକାଶ ପାଉନାହିଁ। ସଂସ୍କୃତି ବିଭାଗ ମଧ୍ୟ ସେଠି ପହଞ୍ଚି ପାରୁନାହିଁ। ଓଡ଼ିଆ ଅସ୍ମିତା ସମ୍ପୂର୍ଣ୍ଣ ଫେଲ୍ ମାରିଛି ସେଠାରେ। ଓଡ଼ିଶା ସରକାର କିମ୍ବା ସଂସ୍କୃତି ବିଭାଗ ଚାହିଁଲେ ବାବାଙ୍କ ପୀଠରେ ଉନ୍ନତି ହୋଇପାରନ୍ତା ବୋଲି ପୀଠ ଭ୍ରମଣରେ ଯାଇଥିବା କବି, ସାହିତ୍ୟିକ, ସାମ୍ବାଦିକ ଓ ସମାଜସେବୀ କବି କମଳ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ତାଙ୍କର ଘନିଷ୍ଠ ସାଥୀ ବାପୁନ ଜେନା ବାବାଙ୍କ ଅବହେଳିତ ପୀଠର ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଏବଂ ବିଭିନ୍ନ ବୁଦ୍ଧିଜୀବୀମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପର୍ବପର୍ବାଣୀ ଓ ଶ୍ରାବଣ ମାସରେ ଜଳଲାଗି ନିମନ୍ତେ କାଉଡ଼ିଆ ଭକ୍ତମାନଙ୍କ ପ୍ରବଳ ଭିଡ଼ରେ ବାବା ଚମ୍ପକେଶ୍ୱର ପୀଠ ପ୍ରକମ୍ପିତ ହୋଇଉଠେ। କିନ୍ତୁ ଭକ୍ତମାନଙ୍କ ପାଇଁ ନା ଅଛି ବିଶ୍ରାମଗାର, ନା ଅଛି ଅନ୍ୟ ସୁବିଧା ସୁଯୋଗ। ମନ୍ଦିର ନଥିବାରୁ ବାବା ଖରା, ବର୍ଷା, ଶୀତ କାକରରେ ପଡ଼ି ହଇରାଣ ହେଉଛନ୍ତି। ଜଣାଯାଏ ପ୍ରାୟ 1500 ବର୍ଷ ପୂର୍ବେ ଏଠାରେ ରାଜାଗଡ଼ ଥିଲା। ରାଜାଙ୍କ ରାଣୀ ନାମ ଥିଲା ଚମ୍ପାବତୀ। ସେହି ଚମ୍ପାବତୀ ରାଣୀଙ୍କ ନାମ ଅନୁସାରେ ଚମ୍ପେଶ୍ୱର ନାମ ହୋଇଛି। ପୂଜକମାନଙ୍କୁ ରାଜା 3 ଏକର ଜମି ଦେଇଛନ୍ତି ପୂଜା କରିବା ପାଇଁ। ହେଲେ ଭୟରେ ଦୈନିକ ପୂଜା କରିବା ପାଇଁ ଆସନ୍ତି ନାହିଁ ସେମାନେ। ଟ୍ରଷ୍ଟ ଅଛି, ହେଲେ ସକ୍ରିୟ ନୁହେଁ। ସନ୍ତାନ ସନ୍ତତି ଠାରୁ ଆରମ୍ଭ କରି ଯିଏ ଯାହା ମାଗିଛି କେହି ବାବାଙ୍କ ନିକଟରୁ ଖାଲି ହାତରେ ଫେରିନାହିଁ। ଖାଲି ଝୋଲି ନେଇ ଆସନ୍ତି, ହେଲେ ଝୋଲି ଭରି କରି ଯାଆନ୍ତି। ଅଞ୍ଚଳବାସୀଙ୍କ ଠାରୁ ଖବର ସଂଗ୍ରହ କରିବାରୁ ଜଣାପଡ଼ିଛି, ମନ୍ଦିର ରାସ୍ତା, ଭକ୍ତଙ୍କ ରହିବା ପାଇଁ ଘର, ଆଲୋକ ଇତ୍ୟାଦି ପୀଠ ପାଇଁ ନିହାତି ଆବଶ୍ୟକ ରହିଛି। ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତେ ନିଶ୍ଚିତ ଭାବରେ ପୀଠର ଉନ୍ନତି ହୋଇପାରନ୍ତା ବୋଲି ଆସୁଥିବା ଭକ୍ତ ଓ ସ୍ଥାନୀୟ ଜନସାଧାରଣ କହିଛନ୍ତି। ବାବା ହେଉଛନ୍ତି ଭୋଳାନାଥ, ତାଙ୍କର ତ କିଛି ଆବଶ୍ୟକ ନାହିଁ। ତେଣୁ ବାବା କେବେ କାହାକୁ କିଛି ମାଗିନାହାନ୍ତି। ହେଲେ ବାବାଙ୍କ ପୀଠ ବା ସ୍ଥାନଟି ଜଙ୍ଗଲ କିସମ ଜାଗା ହୋଇଥିବାରୁ ଉନ୍ନତିର ବାଧା ସୃଷ୍ଟି ହେଉଛି ଓ ବାବାଙ୍କର ଏସବୁ ଉନ୍ନତିର ଆବଶ୍ୟକତା ରହିଛି ବୋଲି କେହି ମତ ପ୍ରକାଶ କରିଛନ୍ତି। ଯଦି ଏଥିପ୍ରତି ସରକାର ଧ୍ୟାନ ଦେବେ ତାହେଲେ ଏହା କିଛି ଦିନ ମଧ୍ୟରେ ଏକ ସୁନ୍ଦର ଟୁରିଷ୍ଟ ପ୍ଲେସ୍ ହୋଇପାରିବ ବୋଲି ବୁଦ୍ଧିଜୀବୀ ଓ ବିଦ୍ୟାବିତମାନଙ୍କର ମତ ପ୍ରକାଶ ପାଇଛି। ଆପଣ ଟିକେ ପରିଚୟ ଦେବେ ଆଜ୍ଞା? ମୁଁ ଖୁଣ୍ଟା ଗ୍ରାମ, ଏଠୁ 7 କିଲୋମିଟର ରାସ୍ତା ଏଇ ଚମ୍ପେଶ୍ୱର ପୀଠ ପାଖରୁ ସେଠୁ ଆସୁଛି। ମୋ ନାଁ ହେଉଛି ବିଜୟ କୁମାର ଦାସ ମହାପାତ୍ର। ଆପଣ କେତେ ଦିନ ଧରି ଏଠି ପୂଜକ ଭାବେ କାର୍ଯ୍ୟ କରୁଛନ୍ତି? ମୁଁ 9 ବର୍ଷ ହେଲା। ତା ଆଗରୁ ପୂଜା ହେଉନଥିଲେ। ତ ଆପଣ କେମିତି ଆଗ୍ରହିତ ହେଲେ ପୂଜା କରିବା ପାଇଁ? ମୁଁ ଦିନେ ଆପଣମାନେ ତ ଦେଖିପାରୁଥିବେ 3 ପଟ ପାହାଡ଼, ମୁଁ
ମନ୍ଦିର ଠାକୁର ଅଛନ୍ତି। ଏଠି ବଡ଼ ଛୋଟ ବଡ଼ ଗଛ ଫୁଲ ଅଛି, ବେଲ ଗଛ ଅଛି, ଅଛି, ବାବାଙ୍କ ବାବା ସବୁ କିଛି ଅଛି। ମୁଁ ଦିନେ ଏଠି ବୁଲା ଆସିଥାଏ। ଏଇଟା ଆମ ଠାକୁରଙ୍କ ନାଁ ଶୁଣି ଲୋକ ଆସନ୍ତି, ଭକ୍ତମାନେ ଆପେ ଆସୁଛନ୍ତି, ତେଣୁ ମୁଁ ବି ଆସିଥାଏ। ମୁଁ ଦେଖିନି ଠାକୁର ପୂଜା କରୁଛନ୍ତି। ମୁଁ ତ ଜାତୀୟ ବ୍ରାହ୍ମଣ, ତେଣୁ ମୁଁ ଚିନ୍ତା କଲି ମୁଁ ପୂଜା କଲେ କେମିତି ହୁଅନ୍ତା। ଏଇ ଯେଉଁ ମନ ଭିତରେ ଧରିନି, ମୋ ମନ ଭିତରେ ସବୁବେଳେ ଖାଲି ଗୋଳେଇ ଘାଣ୍ଟି ହେଲା ଆସିମି। କିନ୍ତୁ କିଛି ବିରୋଧିତା ବି ଥିଲା। କିଛି ବିରୋଧ କଲେ ଏଠି ଖେଳର କଥା ନା କ'ଣ, ଦିନେ ଯିବୁ। ତେଣୁ ମୁଁ ଆଉ ସେ କଥା କାହାରି କଥା ନ ଶୁଣିକି ସେ ବାବାଙ୍କର ମୋତେ ଆଣିବା ଶକ୍ତି ହଉ, ନହେଲେ ମୋର ଇଚ୍ଛା ଶକ୍ତି ଥାଉ, ଯାହା ମୁଁ ଆସିକି ଏଠି ପୂଜା କରି ଆରମ୍ଭ କଲି। ଓ ବାବା ଚମ୍ପେଶ୍ୱର ଏଇଠି ସ୍ଥାପିତ ହେଇଛନ୍ତି ନା ଆବିର୍ଭାବ ହେଇଛନ୍ତି? ମୁଁ 9 ବର୍ଷର ତ ପୂଜାରୀ। 9 ବର୍ଷ ଆଗରୁ ମୁଁ ପାଖାପାଖି ଯେତିକି ବି ଶୁଣିଛି, ଏବଂ ଭୁବନେଶ୍ୱରରୁ ମୁଁ ଆସିଲେ ଟ୍ରଷ୍ଟ ବାଲା ଯେଉଁମାନେ ତାଙ୍କ ମାଟି ପଇସା କରୁଥିଲେ, ଇଏ 1,500 ସେମାନେ କହିଲେ 1500ରୁ 1800 ବର୍ଷ ଭିତରେ ଇଏ ପୁରୁଣା ଠାକୁର ଇଏ ପାତାଳରୁ ବାହାରିଛନ୍ତି। ଆଉ କିମ୍ବଦନ୍ତୀ ମାନେ ଏଠି ଯେଉଁ ଲୋକ ଯେଉଁମାନେ ବୟସ୍କ ଲୋକ ସେମାନେ କୁହନ୍ତି ଆଗରୁ ରଜା ରାଜୁଡ଼ା ଏଠି ରହୁଥିଲେ, ଆଉ ଇଏ ପାତାଳ ପଟୁ ମହାଦେବ ତାଙ୍କର ଜମି ରଜାମାନେ ଦେଇଛନ୍ତି ପୂଜାରୀମାନେ ଏଠି ପୂଜା କରତେ ଆସନ୍ତିନି, କାହିଁ ଡରନ୍ତି। ହାତୀ ଅଛି, ଭାଲୁ ଅଛି, ଏମାନେ ଡରନ୍ତି। ପାହାଡ଼ 3 ପଟ ଡରନ୍ତି, ସେମାନେ ପୂଜା କରତେ ଆସନ୍ତିନି। ବର୍ଷକୁ 2 ଥର ଆସନ୍ତି, ଜାଗର ଆଉ ମକର ସଂକ୍ରାନ୍ତି। କିନ୍ତୁ ମୁଁ ସେସବୁ ଭୂକ୍ଷେପ ନ କରି ପ୍ରତ୍ୟେକ ଦିନ ଆସେ। ଆଉ ଚମ୍ପେଶ୍ୱର ବୋଲି ନାମକରଣ କାହିଁକି ହେଇଛି କିଛି ଜାଣିଛନ୍ତି? ମୁଁ ଯେତେ ଦୂର ଶୁଣିଛି, ମୁଁ ତ 9 ବର୍ଷର ପୂଜାରୀ, 9 ବର୍ଷ ଏକ୍ସପିରିଏନ୍ସ କଥା କହିବି। ତା ଆଗ ଏକ୍ସପିରିଏନ୍ସ କଥା ମୁଁ ସମ୍ପୂର୍ଣ୍ଣ ବର୍ଷ ଜାଣିନି, ଯାହା ଶୁଣିଛି ଏଠି ଆଗରୁ ଯେତେ ରଜାଗଡ଼ ଥିଲା, କାରଣ ଆମେମାନେ ଆଖିରେ ଦେଖୁଛୁ ଏ ବଡ଼ ବଡ଼ ପଥର ଖଣ୍ଡେ ସବୁ ଅଛି, ମାଙ୍କଡ଼ା ପଥର ତ ମୁଗୁନି ଜାଗା, ମୁଗୁନି ପଥର, ମାଙ୍କଡ଼ା ପଥର ଆସିଲା ପୁରା ଠିକ୍ ଘର ହେଲା ଭଳିଆ ମାଙ୍କଡ଼ା ପଥର ସବୁ ଉପରୁ ଅଛି। ଆଜ୍ଞା, ସେ ଯେଉଁ ୱାଲ୍ ଉଠିଛି ଏଇ ସବୁ ସେ ସବୁ କଟା ମାଙ୍କଡ଼ା। ଆଉ ସେଠି ବି ଆମେ ଆଣିକି ଦେଇଛୁ କିଛି, ସେଠି ଡ୍ୟାନ୍ସ ପ୍ରୋଗ୍ରାମ୍ ହେଉଛି ଜାଗର ଦିନ ଆମେ ଆଣିକି ଦେଇଛୁ। ତ ଆଗରୁ ଏଇଟା ଗଡ଼ ଥିଲା। ସେ ଗଡ଼ର ଯେ ରଜା ଥିଲେ, ଭଞ୍ଜ ରଜା, ତାଙ୍କ ନାଁ ଅବଶ୍ୟ ମୁଁ ଜାଣିନାହିଁ, କିନ୍ତୁ ଏ ଗଡ଼ର ରାଣୀ ଯିଏ ଥିଲେ ତାଙ୍କ ନାଁ ଥିଲା ଚମ୍ପାବତୀ। ଏଇ ଚମ୍ପାବତୀଙ୍କ ନାମକରଣ ଅନୁସାରେ ଏଠି ଚମ୍ପାଗଡ଼ ସୃଷ୍ଟି ଆଜ୍ଞା, ଚମ୍ପାଗଡ଼ ବୋଲି ଆଖ୍ୟା ଦିଆଯାଇଥିଲା। ସେ ଚମ୍ପାଗଡ଼ ଚାଲିଥିଲା। ତାପରେ ଏଠି ଆସ୍ତେ ଆସ୍ତେ କୌଣସି ମତେ କ'ଣ ହେଇଥିଲା ବାବା ଚମ୍ପେଶ୍ୱର ଜାଣିଥିବେ, ବିଲୁପ୍ତ, ସବୁକିଛି ବିଲୁପ୍ତ। କାରଣ ଆମେ ଏଠି ଅଙ୍ଗ ନିବେଦନ କଥା କହୁଛୁ, ଆମେ ଗୋଟେ ପୁଅ ଖୋଳୁଥିଲୁ ମୋଟା ତେଣୁ ଆମେ ଏବେ ଯେଉଁ ମାଟି କଳସ ଆଣୁଛନ୍ତି ପତଳା, ସେଗୁଡ଼ା ମୋଟା ସବୁ ଖଣ୍ଡ ମିଳୁଥିଲା। ତାମାନେ ଏଠି ବସତି ଥିଲା। ସେ ଆମ୍ବ ଗଛ ପାଖରେ ଗୋଟେ ନାଳୁଆ ବାହାରିଥିଲା, ମାନେ ପାଣି ଯିବା ପାଇଁ ଜଣା, ମାନେ ଘର ନାଳା, ମାଟି ନାଳୁଆ ଗୋଟେ ବାହାରିଥିଲା। ତାହେଲେ ଏଇଥିରୁ ଅନୁମାନ କରାଯାଉଛି ଆଗରୁ ମାନେ ହଜାର ବର୍ଷ ଆଗରୁ ଏଠି ଜନବସତି ଥିଲା। ଆଉ ଏଇ ଯେଉଁ ଚମ୍ପେଶ୍ୱର ବାବାଙ୍କ ନାମର କିଛି ଜମାଜମି ଅଛି? ହଁ, ତାର 3 ଏକର ଜମି ଅଛି। ସେଇ ରଜା ଦେଇଥିଲେ। ଯେଉଁମାନେ ଖାଉଛନ୍ତି ସେମାନେ ପୂଜା କରିବା କଥା ବ୍ରାହ୍ମଣକୁ ଦେଇଥିଲେ, କିନ୍ତୁ ବ୍ରାହ୍ମଣମାନେ ଭୟଭୀତ ହେଇକି ଆସନ୍ତି। କାରଣ ଏଠି 3 ପଟ ପାହାଡ଼ ନା, ଭାଲୁ, ସାପ ଏଇସବୁ ଆସନ୍ତି, ତ ସେଇ ନେଇ ସେ ଡର ଆସୁଛି। ଏଇଟା ତ ଜଣାପଡ଼ୁଛି ପାହାଡ଼ ମାନେ ଜଙ୍ଗଲ କିସମ ଜାଗା ଏଇଟା। ହଁ, ଜଙ୍ଗଲ କିସମ ଜାଗା। ୟା ପରେ ଆପଣ ଯେଉଁ ଏଠି ଉନ୍ନତିମୂଳକ କାମ କଲେ ସରକାର କିଛି ବାଧା ସୃଷ୍ଟି କରିବେନି? ନା, ଆମେ ଏଇ ଯେଉଁ ମନ୍ଦିର ଆପଣମାନେ ଦେଖୁଥିବେ, ଯେଉଁ ଟିକେ ପାଇବା ଉଠିଛି, ଲୋକ ଇଟା ଦେଇଛନ୍ତି, ଲୋକ ବାଲି ଦେଇଛନ୍ତି, ଲୋକ ଚିଜ ଦେଇଛନ୍ତି। ତ ଏଇ ଉଠେଇଲା ବେଳେ ଆମକୁ ଫରେଷ୍ଟ ଡିପାର୍ଟମେଣ୍ଟ ଆସିକି ବିରୋଧ କଲେ ଯେ କି ଆମେ ଆଉ ଉଠେଇ ପାରୁନୁ ନାହିଁ। କିନ୍ତୁ ବିଗତ ଏଇ 15-20 ଦିନ ହେଲା ଆମର ଗୋଟେ ଖୁସିର ଖବର, ସରକାରଙ୍କର ଅନୁକମ୍ପାରୁ 2.5 ଏକର ସମ୍ପତ୍ତି, ମାନେ 50-67 ଡିସମିଲ୍ ନା କେତେ ସମ୍ପତ୍ତି ଚମ୍ପେଶ୍ୱର ନାଁର ପଟ୍ଟା ହେଇକି ଆସିଛି ରାସ୍ତା ସହ। ତେଣୁ ୟା ପରେ ନିଶ୍ଚିତ କଣ୍ଟ୍ରାକ୍ଟରମାନେ ଆସିବେ, ଏଠି ସରକାର ଅନୁଦାନ ଦେବେ ବୋଲି ଆମ ଦୃଢ଼ ବିଶ୍ୱାସ। ମନ୍ଦିର ବି ଆଜି ଏଇନି ହେବ। ଟ୍ରଷ୍ଟ ଅଛି? ଟ୍ରଷ୍ଟ ଗୋଟେ ଅଛି, କିନ୍ତୁ ଟ୍ରଷ୍ଟ ହେଲେ ଏଠି ତ ସବୁ ଗରିବ ଲୋକ, ଆଜ୍ଞା, ଆଉ ଆଦିବାସୀ ପାଖାପାଖି ଲୋକ, ସେମାନେ ଏତେ ପଇସା ପତ୍ର ଆଣିବେ ତାଙ୍କୁ ଏଠି ଖର୍ଚ୍ଚ କରିବେ। ଆଉ ଏତେ ଦିନ ମାନେ ଯଦି ବହୁତ ଦିନର ମନ୍ଦିର କି ବାବା ଆବିର୍ଭୂତ ହେଇଛନ୍ତି, ମନ୍ଦିର ନ ହେବାର କାରଣ କ'ଣ? ମନ୍ଦିର ନ ହେବାର କାରଣ ମୁଁ ଯେତେ ଦୂର ଜାଣେ, 9 ବର୍ଷ ଏକ୍ସପିରିଏନ୍ସ ଭିତରେ କିଛି ଲୋକ କୁହନ୍ତି, ବୟସ୍କ ଲୋକ, ବାବା ଚମ୍ପେଶ୍ୱର କହିଛନ୍ତି ମନ୍ଦିର ମାନେ ହେବନି, ରହିବେ। ଆଚ୍ଛା, କିନ୍ତୁ ମୋର ମନେ ହୁଏ ଏଟା ହେଉଛି ସେ ଲୋକର ମନ କଥା। କୁଆଡ଼େ ତାକୁ କିଛି ପଇସା ପତ୍ର ମଗାଯିବ,
ମନ୍ଦିର ପାଇଁ ସେଇଥିପାଇଁ ସେ ଏଇ ମନ ଭିତରୁ ମନ ଗଡ଼ା କଥା କହୁଛି। କାରଣ ବାବା ତାକୁ କହିଥିଲେ ଯେ ସ୍ୱପ୍ନେଇଥିଲେ ନା କ'ଣ କହିଥିଲେ। ଆଜ୍ଞା। କିନ୍ତୁ ମୁଁ ଦିନେ ସ୍ୱପ୍ନ ଦେଖିଛି 9 ବର୍ଷ ପୂଜା ଭିତରେ ସୁନ୍ଦର ମନ୍ଦିରଟେ ହେଇଛି ସତ, କିନ୍ତୁ ଯେଇ ରକମ ଆମେ ଏଇଖିଣା ବୁଲିକି ଲୋକ ଦେଖିପାରୁଛନ୍ତି ବାବାକୁ, ତ ଆମେ ଗେଟ୍ ଚାରି କରିଛୁ, କିନ୍ତୁ ଗୋଟେ ଲୋକ ଆଇନି ସହ ବାବାକୁ ଦର୍ଶନ କରିପାରୁଛୁ। ସେ ସେନ ଚାରିପଟର ତା ସବୁ ଇଏ ରହିବ, ମାନେ ଦ୍ୱାର ନୁହେଁ, ତା ଗେଟ୍ ସିଷ୍ଟମ୍ ଇଏ ସିଷ୍ଟମ୍ କରାଯିବ, ଜାଲି ସିଷ୍ଟମ୍, ଯେଉଁଟାକି ମନ୍ଦିର ଏଠି ଖୋଲା ନଥିନେ ବ୍ରାହ୍ମଣ ନଥିନେ ସେଇଟା ସେ ବୁଲିକି ଠାକୁରଙ୍କୁ ଦର୍ଶନ କରିଦେଇ ଯାଇଛନ୍ତି। ସେଇଟା ମୁଁ ସ୍ୱପ୍ନ ଦେଖିଥିଲି, ମାର୍ବଲ ହେଇଛି। ଆଉ ଗୋଟେ ଲୋକ ମରିଗଲାଣି, ପଣ୍ଡିତ ବ୍ରାହ୍ମଣ, ସିଏ ପୂଜା କରୁଛନ୍ତି, ଗୋଟେ ସ୍ତ୍ରୀ ଲୋକ ପାଟି କରୁଛନ୍ତି, ଏଇରକମ ପାଟି କରୁଛନ୍ତି, ମୋ ନିଜ ଭାଙ୍ଗିଗଲା। ତ ମୁଁ ସେଇ ଭାବେ ଦେଖିଥିଲି। ମୁଁ ଆଉ ଅଧିକା କିଛି ଜାଣିନି, ଏଇଟା ସତ କାରଣ ତା ଆଗରେ ମିଛ କହିବା ଅଛି ଅନୁଭୂତି ଠାକୁରଙ୍କ ବ୍ରାହ୍ମଣ। ଆଉ ବାବାଙ୍କର ଗୋଟେ ଏବେ ଆଗରୁ କ'ଣ ଥିଲେ ମୁଁ ଜାଣିନି, 9 ବର୍ଷ ଭିତରେ ମୁଁ ଦେଖିଛି ଯେଉଁ ଲୋକ ଆସୁଛନ୍ତି ଏବେ ଏଠି ଭଲ ଲୋକ ଜାଗର ବେଳକୁ ମ୍ୟାକ୍ସିମମ୍ 10,000 12,000 ଲୋକ। ଏଇ କାଉଁରିଆ ଗଲା ଯେଉଁ ଶ୍ରାବଣ ମାସ, ଯଦି ଆମକୁ କେହି ଆଗେଇକି ପାଣି ଢାଳିଥିବେ ଈଶ୍ୱର ପାଖରେ ସେ। ବାଲେଶ୍ୱର ଜିଲ୍ଲାରୁ ଦେବାଶିଷ ଦାସଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।